মা ସରସ୍ୱତୀ ପୂଜାରେ ଝଲସୁଛି ଅମରଦା ରୋଡ ଅଞ୍ଚଳ। ମା ସରସ୍ୱତୀ ପୂଜାରେ ଅମରଦା ରୋଡର ସମସ୍ତ ବସ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ବଜାର, ଗାଁ, ସାହି, ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, ସାର୍ବଜନୀନ ସରସ୍ୱତୀ ପୂଜା, ଏଞ୍ଜେଲ ଟ୍ୟୁଟୋରିଆଲ, କାଲାମ ଟ୍ୟୁଟୋରିଆଲ, ଅମରଦା ରୋଡ ୟଙ୍ଗଷ୍ଟାର କ୍ଲବ, ସରସ୍ୱତୀ ଶିଶୁ ମନ୍ଦିର, ଉତ୍କଳ ଭାରତୀ ଶିକ୍ଷା କେନ୍ଦ୍ର, ମେସ୍ ଓ ବିଭିନ୍ନ କ୍ଲବ ସ୍ଥାନମାନଙ୍କରେ ମାଙ୍କ ପୂଜା ବହୁ ଆଡମ୍ବର ସହ ପାଳିତ ହେଉଛି। ଅମରଦା ରୋଡ ସମେତ ବସ୍ତା ବ୍ଲକ ଅଞ୍ଚଳର ସୁଇଚ୍ ତୋରଣ ସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ମାଙ୍କ ମୃଣ୍ମୟ ମୂର୍ତ୍ତି ଝଲସି ଉଠିଥିବା ଦେଖିବାକୁ ମିଳିଛି। ବସ୍ତା ବ୍ଲକରେ ଅମରଦା ରୋଡ ସହିତ କୁଳିଦା, ରାଜଘାଟ, ସନ୍ତୋଷପୁର, ରଘୁନାଥପୁର, ସଦାନନ୍ଦପୁର, ଦରଡା, ମୁକୁଳୁସି ଓ ବିଭିନ୍ନ ପଞ୍ଚାୟତରେ ରଙ୍ଗ ବେରଙ୍ଗ ଆଲୋକସଜ୍ଜା, ପାରମ୍ପରିକ ବାଦ୍ୟର ତାଳେ ତାଳେ ପୂଜା ପାଉଛନ୍ତି ମା ସରସ୍ୱତୀ ଏବଂ ଅନେକ ସ୍ଥାନରେ ପୂଜା ମଣ୍ଡପ ଗୁଡ଼ିକ ଅତି ଆକର୍ଷଣ ଭାବେ ସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ପୋଖରୀ ଘାଟରୁ ଘଟ ଉତ୍ତୋଳନ କରି ମାଙ୍କ ମଣ୍ଡପ ସ୍ଥଳକୁ ଆସିବା ସମୟରେ ଖୋଳ, କୀର୍ତ୍ତନ, ମୃଦଙ୍ଗ ଓ ବ୍ୟାଣ୍ଡ ବାଜା ତାଳେ ତାଳେ ବିଭିନ୍ନ କ୍ଲବ ଓ ଛାତ୍ରଛାତ୍ରୀ ନୃତ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି। ଜ୍ୟୋତିର୍ବିଦମାନଙ୍କର ବିଭିନ୍ନ ଗଣନା ଅନୁଯାୟୀ ଚଳିତ ବର୍ଷ 2 ଦିନିଆ ପୂଜା ତିଥି ପଡ଼ିଥିବାରୁ କିଛି ସ୍ଥାନରେ ସୋମବାର କରାଯିବା ବୋଲି ମଧ୍ୟ ଜଣାପଡ଼ିଛି। ଅମରଦା ରୋଡ ସମେତ ବସ୍ତା ବ୍ଲକ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ନୂତନ ପୋଷାକ ପରିଧାନ କରି ଆନନ୍ଦ ଉଲ୍ଲାସରେ ମାଙ୍କ ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ପୂଜା ପରିପ୍ରେକ୍ଷୀରେ ସନ୍ଧ୍ୟା ଆଳତୀ ଓ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଲୋକଙ୍କ ପ୍ରବଳ ଭିଡ଼ ଜମିବା ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।